ବୋଉ ହଉ ହଁ ଖରାରେ ବସିଛୁ ଆସି କଣ କରିମି ଆଉ ଦେହ ତ ଭଲ ହଉନି ଆଉ ଏଇ ତ ମେଡିକାଲ ପକେଇକି କିଣିକି ଆଇଲେ ଦୁନିଆ ପଇସା ଖର୍ଚ୍ଚ କଲେ ଆଉ କଣ କରିମି ତ ଶୁଣୁ ତୋର ଦିଟା ପୁଅ ବୋଲି ତୋ ଦେହ ଖରାପ ହେଲା ବେଳକୁ ତୋର ପଇସା ଖର୍ଚ୍ଚ କରୁଛନ୍ତି ମୋ ବାପାର ତ ଦିଟା ଝିଅ ସିଏ ମୋ ବାପା ପାଇଁ କିଏ ପୁଣି ଖର୍ଚ୍ଚ ମୋର କରିବେ ସେଇ ପୁଅ ଦିଟା ଝିଅ ଦିଟା ବି ଦଉଛନ୍ତି ପୁଅ ବି ଖର୍ଚ୍ଚ କରୁଛନ୍ତି ଝିଅ ଦିଟା ବି ଦଉଛନ୍ତି ତମେ ଝିଅ ଆଉ ତମେ ବାପା ମାଙ୍କର କଣ ହେନେ ଆଉ ତମେ ଟିକେ ଖର୍ଚ୍ଚ କରିବ ଆଉ ଚାକିରି ବାକିରି କର ଆମେ କଣ ଘରେ ଥିମୁ ନା ଆମେ ତ ଦିଟା ଝିଅ ହଷ୍ଟେଲ ପଳେଇମୁ ହଷ୍ଟେଲ ରହିକି ପଢିମୁ ଯୋଉଠି ରୁହ ପଢି ପାଢିକି ଚାକିରି କର ଆମେ ତ ହଷ୍ଟେଲ ଯିମୁ ମୋ ବାପା ମା କୁ ଅନେଇବ କି ଆଉ ବାପା ମା କିଏ ଅନେଇବ ଆଉ ମୋର ତ ଦିଟା ପୁଅ ହେଇ ବୋଉଠି ଆଇଛି ତୋର ପୁଅ ବୋଉ ବୋଲି ଅଛନ୍ତି ବୋଲି ତ ଅନଉଛନ୍ତି ମୋ ବାପା କୁ ଅନେଇବ ଆଉ ତୋ ବାପାକୁ ଅନେଇବୁ ଦେଖିବ ସେଇଠି ରହିକି ଅନେଇବନି ନା ଆଉ କଣ କରିବ ଆଉ ପୁଅ ତ ନାହିଁ ଆଉ ସିଏ ଆଉ କଣ କରିବ ଆଉ ମୋର ତ ପୁଅ ଦିଟା ବୋଲିକି ଢେର ପଇସା ଖର୍ଚ୍ଚ କରୁଛନ୍ତି ତୁ ତ ପାଣି ହଉନି ତୋର ତ ପାଣି ହେଲା ବେଳକୁ ଥଣ୍ଡା ଜର କାମ ପାଇ ଟିକେ ବି କରିପାରୁନାହିଁ ଆଉ କଣ କରିମି ଆହୁରି କେତେ କାମ ବୟସ କରୁଥିଲୁ ହେଲା ଆଉ ଥଣ୍ଡା ଜର ସବୁବେଳେ ତ ନାଗିକି ରହୁଛି ଆଉ ସିଏ କଣ କରିବେ ଛୁଆ ଦୁଇଟି ଯାହା ହଉ ଆଉ ପଇସା ପତ୍ର ଖର୍ଚ୍ଚ କରିକି ସେ କିନ୍ତୁ ଯାହା ହଉ ତୋର ଯେତେ ଦେହ ଖରାପ ହଉ ତୁ ହିରୋଇନ ଭଳିଆ ଦେଖାଉଛୁ ନା କହୁଛୁ ତୋ ଜବାନି ହିରୋଇନ ନା ବୁଢୀ ହେନିନି ଆଉ ବୟସ ଗଲା ଆଉ ହିରୋଇନ କଣ ଝିଅ ବେଳେ ଦେଖିଥାନ୍ତୁ ଝିଅ ବେଳେ ମୁଁ ଦେଖିପାଇଲିନି ଆଉ ଜନ୍ମ ହେଇଥିଲା ଦେଖିଥାନ୍ତୁ ମତେ ଡାଣି ଲୁଭ କରେ ତତେ ଡାଣି ଲୁଭ କରେ ମାଲୋ ଏତେ ସୁନ୍ଦର ଦେଖାଉଥିଲୁ ତୁ ମୋ ଭଳିଆ ଦେଖାଉଥିଲୁ ମୋ ଭଳିଆ ତୋ ଠାରୁ ଆହୁରି ସୁନ୍ଦର ମୁଁ ଦେଖୁଥୁନି ଦେଖାଉଥୁନି ମାନେ ମୁଁ କଣ ସୁନ୍ଦର ନୁହଁ ହଁ ତ ଚଳନୀୟ ଆଉ ମୁଁ ବହୁତ ସୁନ୍ଦର ଥିନି ତୁ ଉର୍ବଶୀ ମେନକା ସେତେବେଳେ ସବୁ ପାଠ ନଥିଲା ଏତେ ବାପା ମା ସବୁ ପଢଉନଥିଲେ ଆଉ ନହେଲେ ଏଇ ଯଦି ମୁଁ କିଛି କରିଥାନ୍ତି ମୁଁ ଯାଇଥାନ୍ତି ଫିଲ୍ମ କରିଥାନ୍ତୁ ପାଠ ଦି ଘର ପଢିଥିଲି